ଦେବ ଉତ୍ଥାପନ ଏକାଦଶୀ ବା ବଡ଼ ଏକାଦଶୀ ଦିନ ତୁଳସୀ ମୂଳରେ ଗୋଟିଏ ଜିନିଷ ବାନ୍ଧି ଦିଅନ୍ତୁ, ଆପଣଙ୍କର ମଙ୍ଗଳ ହେବ। ସେହି ଜିନିଷଟି କ'ଣ ତାହା ଏହି ଭିଡ଼ିଓ ମାଧ୍ୟମରେ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆମ ହିନ୍ଦୁ ଧର୍ମରେ ତୁଳସୀ ବା ବୃନ୍ଦାବତୀଙ୍କୁ ପ୍ରତ୍ୟେକ ଦିନ ସକାଳ ସନ୍ଧ୍ୟାରେ ପୂଜା କରାଯାଏ। ଏହି କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଜଗତର କଲ୍ୟାଣ ପାଇଁ ପ୍ରଭୁ ବିଷ୍ଣୁ ନିଦ୍ରାରୁ ଜାଗ୍ରତ ହୋଇଥାନ୍ତି। ଚତୁର୍ମାସବ୍ୟାପୀ ନିଦ୍ରା ଯାଇଥିବାରୁ ଏହି ଏକାଦଶୀ ଦିନ ଉତ୍ଥିତ ହୋଇଥାନ୍ତି। ଭଜନ କୀର୍ତ୍ତନ ଶ୍ଳୋକ କରି ପୂଜାପାଠ କରି ପ୍ରଭୁଙ୍କୁ ନିଦ୍ରାରୁ ଜାଗ୍ରତ କରାଯାଏ। ତେଣୁ ଏହି ଦିନକୁ ଦେବ ଉତ୍ଥାପନ ଏକାଦଶୀ ବା ବଡ଼ ଏକାଦଶୀ ବୋଲି ଆମ ହିନ୍ଦୁ ଧର୍ମରେ ମନାଯାଏ। ହିନ୍ଦୁ ଧର୍ମରେ 4ଟି ବଡ଼ ଏକାଦଶୀ ରହିଛି। ସେଥିମଧ୍ୟରୁ ଏହି ଏକାଦଶୀ ବିଶେଷ ମହତ୍ତ୍ୱ ରହିଛି। ଶୁକ୍ଳ ଓ କୃଷ୍ଣ ପକ୍ଷ ମିଶି ବର୍ଷକରେ 24ଟି ଏକାଦଶୀ ରହିଛି। ଏହି ବର୍ଷ ପଞ୍ଚକ 5 ଦିନ ପରିବର୍ତ୍ତେ 4 ଦିନ ପଡ଼ୁଛି। ନଭେମ୍ବର 2 ତାରିଖରୁ ଆରମ୍ଭ ହେବ ଏବଂ ବୁଧବାର ଦିନ ଏହା ଶେଷ ହେବ। କାର୍ତ୍ତିକ ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣିମା ନାମରେ ମଧ୍ୟ ଜାଣୁ। ଏହି ଦିନଠାରୁ ବାଲିଯାତ୍ରା ଆରମ୍ଭ ହୁଏ। ପ୍ରଭୁ ଜଗନ୍ନାଥଙ୍କର ରାଜରାଜେଶ୍ୱର ବେଶ ଏହି କାର୍ତ୍ତିକ ପୂର୍ଣ୍ଣିମାରେ ହୁଏ। ଡଙ୍ଗା ଭସା ବା ବୋଇତ ବନ୍ଦାଣ ଏହି କାର୍ତ୍ତିକ ବ୍ରତରେ ହୁଏ। ତାପରେ କାର୍ତ୍ତିକ ବ୍ରତ ସମାପନା ହୁଏ। ଯେଉଁମାନେ କାର୍ତ୍ତିକ ବ୍ରତ ମାସ ସାରା ରଖିଛନ୍ତି ସେମାନେ ଗୁରୁବାର ଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ମା ବୃନ୍ଦାବତୀଙ୍କୁ ପୂଜା କରି ବ୍ରତକୁ ସମାପ୍ତ କରିପାରିବେ। ବଡ଼ ଏକାଦଶୀ ଦିନ ତୁଳସୀ ମୂଳରେ କ'ଣ ବାନ୍ଧିବା ଆସନ୍ତୁ ଜାଣିବା। ଯାହାଦ୍ୱାରା ଘରେ ସୁଖ ଶାନ୍ତି ସକାରାତ୍ମକ ଶକ୍ତି ବଢ଼ିବା ସହିତ ଆପଣ ଶାନ୍ତି ଅନୁଭବ କରିବେ। ଦରିଦ୍ରତା ଦୂର ହେବା ସହ ସ୍ୱାସ୍ଥ୍ୟଜନିତ ସମସ୍ୟା ମଧ୍ୟ ଦୂର ହେବ। ତୁଳସୀଙ୍କୁ ବିଷ୍ଣୁଙ୍କର ପ୍ରିୟ ବୋଲି ମଧ୍ୟ କୁହାଯାଏ। ଯେଉଁ ଜାଗାରେ ତୁଳସୀ ଗଛ ଥାଏ ସେହି ସ୍ଥାନରେ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କର ବାସ ହୋଇଥାଏ। ସୂର୍ଯ୍ୟ ଉଦୟ ହେଲେ ଯେପରି ଅନ୍ଧକାର ଦୂର ହୁଏ, ଠିକ୍ ସେହିପରି ତୁଳସୀ ପୂଜା କଲେ ପାପ କ୍ଷୟ ହୁଏ। ଯେଉଁ ଘରେ ତୁଳସୀ ହରାଭରା ସବୁଜ ହୋଇ ରୁହେ ସେ ଘରେ ମାତା ଲକ୍ଷ୍ମୀ ସ୍ୱୟଂ ବାସ କରନ୍ତି। ଭଗବାନ ବିଷ୍ଣୁଙ୍କ ପୂଜାରେ ତୁଳସୀ ନ ଲାଗିଲେ ସେ ପୂଜା ବା ଭୋଗ ସମ୍ପୂର୍ଣ୍ଣ ହୁଏ ନାହିଁ। ତେଣୁ ଭଗବାନ ବିଷ୍ଣୁଙ୍କ ପୂଜାରେ ସବୁବେଳେ ତୁଳସୀ ପତ୍ର ଟିକେ ଲଗାନ୍ତୁ। ତୁଳସୀ ଗଛରେ ମା ଅନ୍ନପୂର୍ଣ୍ଣା ମଧ୍ୟ ବାସ କରନ୍ତି। ତୁଳସୀ ଗଛରେ ନାଲି ରଙ୍ଗର ଚୁନରି ବାନ୍ଧନ୍ତୁ। ଘରେ ସୁଖ ଶାନ୍ତି ସହିତ ସ୍ୱାମୀ ସ୍ତ୍ରୀଙ୍କର ସମ୍ପର୍କ ଅତୁଟ ରହିବ। ଏହି ବଡ଼ ଏକାଦଶୀ ଦିନ ଆପଣ ନାଲି ରଙ୍ଗର ଚୁନରିକୁ ମା ବୃନ୍ଦାବତୀଙ୍କ ପାଖରେ ବାନ୍ଧନ୍ତୁ। ଅନ୍ୟ କୌଣସି ରଙ୍ଗର ଚୁନରିକୁ ମା ବୃନ୍ଦାବତୀଙ୍କୁ ଚଢ଼ାନ୍ତୁ ନାହିଁ। ନୂଆ ଚୁନରି ହିଁ ସବୁବେଳେ ମାଙ୍କୁ ଚଢ଼ାଇବେ। ପୁରୁଣା ଫଟା ଚୁନରିକୁ ଚଢ଼ାନ୍ତୁ ନାହିଁ। ଏହା କଲେ ଆପଣଙ୍କର ମଙ୍ଗଳ ହେବ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟରେ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖିବେ।